ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयते। मूकं करोति वाचालं पङ्गुलङ्घयते गिरिं। यत्कृपातमहं वन्दे परमानन्दमाधवम्। निगमकल्पतरुकल्पितं फलं सुखमुखाद् मृतदर्भसंयुक्तं पिबत भागवतं रसमालं मुहुरहो रसिका भुवि भावुकः। द्वितीयोऽध्याय श्रीशुकोवाच। जेते कहिली मु तोते ईश्वर शरीर समते। स्थल देह मने धरी सुबोधि बळे यत्न करी। से हरि अंतर बाहारे अन्य के अछि ए संसारे। से सर्वबुद्धि अनुभूत स्वप्न जाग्रत मध्यस्थित। सत्य आनंद जल निधि भक्त जनक सर्वसिद्धि। जाहार तहु ए जगत आत्मार संगे उदेहस्त। एही प्रकारे पूर्व काले से आत्मा जोनि ए शयले। आत्मा स्मरण बुद्धि बळे सर्जिला ए विश्वमंडले। आत्मा को पाळी पुणी हरे बोईत जेने बणी जारे। सबदमय ब्रह्मपथ जे मार्गे जीव आत जात। पड़ी ब्रह्म अध ऊर्ध्वे किछि न लभे लाभ पदे। वासनामय माया जाने न बुझि निरते भ्रमणे। ताहांक मध्ये से बुद्धित जाने बेपार सदबुद्धि। विचार करे माया पथे मुहि भ्रमई किसर्थे। श्रम लभई आत जाते लाभ न मिले मोर हस्ते। एणु पथ श्रम तेजी जे प्राणे आत्मा लाभ खोजी। प्रत्याशा दूरे परिहरे आत्मा रे आत्मा बोध करे। अल्प सुखे आत्मा तोष वर्तई दिन उपवास। थाऊँ ए वसुंधरी अंक कि सुख सुवर्ण पल्यंक। समर्थ भुज थाऊँ बामे कि प्रयोजन उपाधाने। जेबे बा अछि तियंजली कि प्रयोजन पाकस्थली। दिगबल कल जेबे थिब पट्ट वस्त्र रे किस हेब। वृक्षर जेहू फल मान कि नुहंती भिक्षान। नदी सौकी सुखी अछि गिरि गुहा की रुंदी अछि। हरि की नर खेभ कत धन लाभरे किंपाचित। हेमंते भावे कृष्ण पादे जे प्राणी भजन्ति आनंदे। से किंपा धन गर्भ लोके क्षणे भजिबे आत्मा सुखे। एही प्रकारे आत्मचिते सिद्धि लभन्ति अनुभूते। से प्राणी हुए कृत्य कृत्य तांको प्रसन्न अनंत। एणु निरते आत्मा जोगे भजिब कृष्ण पाद जोगे। मु जेते कहिली विश्वासे एणु संसार हेतु नासे। ए भावना दर करी संसार चिंता चिते भरी।
ପଶୁମାନଙ୍କ ରହେ ଗତି, ମାୟା ସଂସାରେ ଯେ ଭ୍ରମନ୍ତି। ଦେଖ ସଂସାରେ ପ୍ରାଣୀ ଯେତେ, ଯନ୍ତ୍ରିତ କର୍ମର ଆୟତେ। ବୈତରଣୀ ନାମେ ଦେବୀ, ଯାତନା ମଧ୍ୟେ ସେ ପ୍ରସିଦ୍ଧି। ତହିଁ ପଡ଼ଇ ଦେଖୁ ଦେଖୁ, ତାଙ୍କ ଜୀବନ କେବାରକୁ। ଅର୍ଜିଲା କର୍ମ ଫଳ ଲଭି, ଅଶେଷ ଦେହେ ତାହା ସେବି। ଏବେ ହୋ ଶୁଣ ନୃପମଣି, ତେଣୁ ସଂସାରେ ତରେ ପ୍ରାଣୀ। ସେ ଅବା ଏ ନର ଶରୀରେ, ଧାରଣା ଯୋଗ ନିର୍ବିକାରେ। ସ୍ୱଦେହେ ଶ୍ରୁଧ ଏ ପ୍ରକାଶେ, ସେ ହରି ଘୋର ତମ ନାଶେ। ପ୍ରାଦେଶ ମାତୃ ରୂପ ଧରି, ବିଜୟ ପ୍ରଭୁ ନର ହରି। ସୂକ୍ଷ୍ମ ସ୍ୱରୂପ ରୂପ ତାର, ଶୁଣ ସାନନ୍ଦେ କୁରବୀର। ଶ୍ୟାମ ସୁନ୍ଦର ଭୁଜଚାରୀ, ଶଙ୍ଖ କମଳ ଚକ୍ରଧାରୀ। ଧାରଣା ଯୋଗେ ଏହା ଚିନ୍ତି, ନିଶ୍ଚଳ ନୟନେ ଦେଖନ୍ତି। ପ୍ରସନ୍ନ ଶ୍ରୀମୁଖ ମଣ୍ଡଳ, ଲୋଚନ ପୁଣ୍ଡୁରିକ ଉଦଳ। କଦମ୍ବ କିଞ୍ଜଳକ ସୁରଙ୍ଗ, ବସନେ ଶୋହେ ଅଙ୍ଗ। ଅମୂଲ୍ୟ ହାର ବକ୍ଷସ୍ଥଳେ, ରତ୍ନ କେୟୁର ବାହୁମୂଳେ। ସୁବର୍ଣ୍ଣ କିରୀଟ କୁଣ୍ଡଳ, ସୁନ୍ଦର ଅଳକା କପୋଳ। ହୃଦୟ ପଦ୍ମ ମଧ୍ୟେ ସ୍ମରି, ଏ ରୂପେ ଚିନ୍ତେ ବ୍ରହ୍ମଚାରୀ। ଶ୍ରୀବସ୍ତ୍ର କୌସ୍ତୁଭ ମଣି, ସୁବର୍ଣ୍ଣ ସୂତେ ସୁଖଞ୍ଜଣି। ଆଜନୁ ଲମ୍ବେ ବନମାଳ, କନ୍ଦୁ ବୈଶିଷ୍ଟ୍ୟ ବକ୍ଷସ୍ଥଳ। ରଥି ମେଖଳା କଟି ମାଝେ, ଅଙ୍ଗୁଳେ ମୁଦ୍ରିକା ବିରାଜେ। ଅଙ୍ଗଦ ନୂପୁର କଙ୍କଣ, ବିବିଧେ ଅଙ୍ଗ ଆଭରଣ। କମଳ ପୁଷ୍ପ ଶିରେ ଶୋହେ, ନୀଳ କୁନ୍ତଳ ଜନ ମୋହେ। ସୁନ୍ଦର ସିତ ବଦନ, ଅଞ୍ଜନେ ବିରାଜେ ନୟନ। ଭ୍ରୁଭଙ୍ଗ ଅନୁଗ୍ରହ ମୁଖ, ଭ୍ରୁକୁଟି କୁଟୁଳ ସୁରେଖ। ଏମନ୍ତେ ଈଶ୍ୱରର ଦେହେ, ଚିତ୍ତେ ଚିନ୍ତିବ ମାୟା ମୋହେ। ଯାବତ ଧାରଣାର ବଳେ, ମନେ ନ ରହେ ସୁନିଶ୍ଚଳେ। ଏମନ୍ତ ଏକ ଏକ ଅଙ୍ଗେ, ନିତ୍ୟ ଭାବିବ ବୁଦ୍ଧି ଯୋଗେ। ହାସ୍ୟ ବଦନୁ ପାଦ ଯାଏ, ଭାବିବ ବିଷ୍ଣୁ ସ୍ଥୂଳ ଦେହେ। ସ୍ଥାନକୁ ସ୍ଥାନ ଧ୍ୟାନ କରି, ଭିତରେ ପଶିବ ପ୍ରସାରି। ଯାବତ ବୁଦ୍ଧି ନିଜ ଦେହେ, ନ ଦେଖି ତତ୍ତ୍ୱର ଉଦୟେ। ତାବତ୍ ସ୍ଥୂଳ ରୂପ ଚିନ୍ତି, ଚିତ୍ତେ ସ୍ମରିବ ନୀତି ନୀତି। ସୁଖେ ବସିବ ସ୍ଥିରାସନେ, ସ୍ଥଳ ଶରୀରେ ଯୋଗ ଧ୍ୟାନେ। ଏମନ୍ତେ କରିବ ଧାରଣ, ଯାବତ ନ ଘଟେ ମରଣ। ପବିତ୍ର ପୁଣ୍ୟ ତୀର୍ଥ କାଳେ, ମନନ କରିବ ଚଞ୍ଚଳେ। ଯୋଗ ଧାରଣେ ପଞ୍ଚ ପ୍ରାଣ, ସାଧିବ ସମାଧି ଧାରଣ। ଆସନ ପ୍ରତ୍ୟାହାର ବେଳେ, ମନକୁ ସ୍ଥାପିବ ନିଶ୍ଚଳେ। ମନ ସହିତେ ଇନ୍ଦ୍ରଗଣ, ନିର୍ମଳ ବୁଦ୍ଧିରେ ସଂଯମ। ସେ ବୁଦ୍ଧୁ କ୍ଷେତ୍ରଜ୍ଞ ପ୍ରମାଣୀ, ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି। ଆତ୍ମାରେ ଆତ୍ମାକୁ ନିରୋଧୀ, ହେମନ୍ତ ଯେ ଜନ ସୁବୁଦ୍ଧି। ଆତ୍ମାର ଲାଭ ଲଭେଳେ, କର୍ମେ ଛାଡ଼ିବୁ ତତେବେଳେ। ଏ ଭାବେ ଜୀବର ନିସ୍ତାର, କାଳର ନାହିଁ ଅଧିକାର। ଦେବେ ନୁହନ୍ତି ଯହିଁ ସେ, ତ୍ରିଗୁଣେ ନୁହନ୍ତି ପ୍ରବେଶ। ଇନ୍ଦ୍ରିୟ ଗଣେ ଆଗୋଚର, ଯହି ମହତ ତତ୍ତ୍ୱବର। ଏ ଜ୍ଞାନୀ ବୈଷ୍ଣବର ଧାମ, ପରମ ପଦ ତାର ନାମ। କେବେ ନ ପାନ୍ତି ଯାହା ଚିନ୍ତି, ନ ଜାଣୁ ନ ଜାଣୁ କହନ୍ତି। ଦୁରାତ୍ମା ଭାବ ପରିହରି, ହୃଦୟ ଭାବ ଚିତ୍ତେ ଧରି। ପରମ ପାଦେ କରି ସ୍ଥାନ, ତେବେ ସାଧିବ ଦୃଢ଼ ମନ। ବିଶ୍ୱକୁ ବ୍ରହ୍ମମୟ ଭାବି, ପାରିଲେ ହେବ ସର୍ବସିଦ୍ଧି। ବାମ ଚରଣେ ପଛ ଭର, ତେଣେ ନିରୋଧ ମୂଳାଧାର। ମୂଳ ପବନ ଊର୍ଦ୍ଧ୍ୱେ ତୋଳି, ନାଭି ପବନ ସଙ୍ଗେ ମିଳି। ବେନି ପବନ ତୋଳି ବେଳେ, ସ୍ଥାପିବ ହୃଦୟ କମଳେ। ତହୁଁ ତୋଳିବ ତିନି ପ୍ରାଣ, କଣ୍ଠେ ଯେ ବସଇ ଉଦାନ। ବାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ। ତହୁଁ କୁମ୍ଭକ ସାଧ କରି, ପ୍ରାଣୀଙ୍କୁ ଭୂମଣ୍ଡଳେ ଧରି। ନିରୋଧ କରି ସ୍ୱହାଦ୍ୱାର, ସ୍ମରଣ କରିବ ଓଁକାର। ନିୟତ ଥାଇ ଯୋଗ ବନ୍ଧେ, ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ। ନିଶ୍ଚଳ ଯୋଗେ ଦୃଢ଼େ ସାଧି, ତତ୍କ୍ଷଣେ ବ୍ରହ୍ମରନ୍ଧ୍ରେ ବେଧି। ପରମ ପଦେ ତାର ଗତି, ବ୍ରାହ୍ମଣ ବ୍ରହ୍ମ ଲୋକସ୍ଥିତି। ଗୁଣ ସମୂହ ଅଷ୍ଟନିଧି, ଯେଣୁ ବଞ୍ଚଇ ମନ ସିଦ୍ଧି।
ମନ ଇନ୍ଦ୍ରିୟ ଗଣେ ମିଳେ ତତ୍କ୍ଷଣେ ବ୍ରହ୍ମଲୋକେ ମିଳେ। ଯୋଗେଶ୍ୱରଙ୍କର ଏ ଗତି ପରମ ପୁରୁଷେ ବୋଲାନ୍ତି। ହେମନ୍ତେ ତିନି ଲୋକ ଝିଣି ଶୁଣେ କହିବା ପରିମାଣି। ଯେ କର୍ମ ସାଧେ କର୍ମ କାଣ୍ଡେ ସେ କାହିଁ ଲଭେ ଊର୍ଦ୍ଧ୍ୱ ଦାଣ୍ଡେ। କେବା ଲଭିବ କର୍ମ ଭାବେ ସମାଧି ବିଦ୍ୟା ତପ ଯୋଗେ। ସୁଷମାରନ୍ଧ୍ରେ ବ୍ରହ୍ମପତେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱ ଗତେ। ଉଦିତ କଳ୍ମ ଶରୀର ସେ ଚିତ୍ରେ ସ୍ଥିତି ସୁଷମାର ଚକ୍ର ସାର। ଯେ ଚକ୍ର ତଳେ ଧ୍ରୁବ ପୁର ବିଶ୍ୱର ନାଭି। ସେ ବୋଲାଇ ଆତ୍ମା ସ୍ୱରୂପେ ତହୁଁ ଯାଇ। ପ୍ରବେଶ ପରମ ସ୍ୱରୂପ ବ୍ରହ୍ମ ନିର୍ବାଣ ମହି ଲୋକ। ଅଳ୍ପ ଆୟୁଷ ସିଦ୍ଧ ଗଣେ ଯହିଁ ରହନ୍ତି ଅନୁକ୍ଷଣେ। ସେ ପୁଣି କଳ୍ପ କ୍ଷୟ କାଳେ ଅନନ୍ତ ନିଃଶ୍ୱାସେ ଅନଳେ। ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ବେଦ ଯା ବ୍ରହ୍ମଲୋକ ଘୋଷେ। ସଂସାର କର୍ତ୍ତା ଯେ ବୋଲାନ୍ତି ସେ ବ୍ରହ୍ମା ବ୍ରହ୍ମଲୋକ ସ୍ଥିତି। ସେ ପୁରେ ନାହିଁ ଦୁଃଖେ ଶୋକ ଯାର ମରଣ ଉଦ୍ବେଗ। ଚିତ୍ତେ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ। କେତେ କାଳ ସେ ଭୁବନେ ରହି ଚିନ୍ତଇ ଅବଧାନେ। ପୃଥିବୀ ରୂପେ ଲିଙ୍ଗ ହୋଇ ଦେହେ ସେ ପୁଣି ବିହରେ ନିର୍ଭୟେ। ପୃଥିବୀ ରୂପେ ଜଳେ ଯାଇ ସେ ଇଷ୍ଟ ଭୋଗ ତା ଭୁଞ୍ଜଇ। ଅନଳ ସମ ତହୁଁ ସ୍ଥିତି ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି। ପବନେ କରଇ ସଞ୍ଚାର ଧରଇ ପବନ ଶରୀର। ସେ ବାୟୁ କାଳେ ନଭେ ପୁର ସେ ଜୀବଲିଙ୍ଗ ରୂପ ହରେ। ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ରସକୁ ରସ ନାସଙ୍ଗତେ। ଦୃଷ୍ଟିରେ ରୂପକ ସଂହାରେ ତତ୍ତ୍ୱକୁ ସ୍ପର୍ଶ ସେ ହରି। ଶବଦ ଗୁଣେ କର୍ଣ୍ଣ ଭାରି ଏ ରୂପେ ପ୍ରାଣେ ସୂକ୍ଷ୍ମ ଧରି। ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ଏ ପଞ୍ଚପତ୍ର ପରମାଣେ। ଏ ଅହଙ୍କାର ଭଗବାନ ବୁଦ୍ଧି ଇନ୍ଦ୍ରିୟ ଦିବ୍ୟ ଜ୍ଞାନ। ପଞ୍ଚ ବିକାରେ ପଞ୍ଚ ଦେବା ମନ ସମ୍ମତେ କରି ସେବା। ଏ ପଞ୍ଚ ଦେବତା ସହିତେ ସୂକ୍ଷ୍ମ ସ୍ୱରୂପେ ମହୁ ତତ୍ତ୍ୱେ। ସେ ତତ୍ତ୍ୱ ଗୁଣ ରସ ସ୍ଥାନ ପ୍ରଧାନ ଦେହେ ହୁଏ ଲୀନ। ନିତ୍ୟ ନିର୍ଗୁଣ ସେ ନିରୋଧେ ଦଶ ଇନ୍ଦ୍ରିୟ ଆତ୍ମସାଧେ। ଆତ୍ମା ନିରୋଧେ ଆତ୍ମଜ୍ଞାନେ ପ୍ରବେଶ କଲେ ଅବ୍ଦମାନେ। ଆନନ୍ଦ ଜ୍ଞାନ ରସ ଘୋଳେ ଶାନ୍ତି ବଜଇ ସେ ନିଶ୍ଚଳେ। ହେମନ୍ତେ ଧାରଣାନୁଭବ ନିଶ୍ଚେ ପଶଇ ବାସୁଦେବ। ଅନ୍ତେ ଲଭଇ ଯେତେ ଗତି ତାହାକୁ କହି ଭଗବତୀ। ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ। ଶୁଣହୁ ନୃପ ପରୀକ୍ଷିତ ଯେଣୁ ବୁଝିଲୁ ଭାଗବତ। ଅକ୍ଷର ମାର୍ଗ ମୁଁ କହିଲି ତା ମନୁ ସଂଶୟ ଛେଦିଲି। ତେଣୁ କହିଲି ଶ୍ରୁତି ଯୋଗେ ତୋର ସମିପେ ଅନୁରାଗେ। ଦଇବେ କାଳ ଅବସାନ ଏଣେ କହିବା ଦିବ୍ୟ ଜ୍ଞାନ। ବ୍ରହ୍ମାର ତପେ ହୋଇ ତୋଷ ବିଷ୍ଣୁ ଯେ ଦେଲେ ଉପଦେଶ। ସେ ପଦ କହିଲେ ମୁଁ ତୋତେ ଏବେ ତୁ ଶୁଣ ଏକ ଚିତ୍ତେ। ସଂସାରେ ସଞ୍ଚରନ୍ତି ଯେତେ ସେ କାହିଁ ଯିବେ ବିଷ୍ଣୁ ପଥେ। ସେ କଥା ଶୁଣି ପ୍ରିୟ ଭାବେ ସେ ଭକ୍ତି ଲଭେ ବାସୁଦେବେ। ବ୍ରହ୍ମାର ତପ କଷ୍ଟେ ହରି ଯାହା କହିଲେ ଦୟା କରି। ସେ ସର୍ବ ବ୍ରହ୍ମ ବେଦ ସାର ସକଳ ବୁଝି। ତିନିବାର ସେ ହରି ସର୍ବଭୂତ ମଦେ ନିତ୍ୟ ବିହରେ ଆତ୍ମା ପଦେ। ସେ ଭକ୍ତି ଜୀବ ସୁଖ ପତ ଏ ଭାବେ ହେଲେ ଆତ୍ମା ରତ। ବୁଦ୍ଧି ଲକ୍ଷଣ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନେ। କିଏ ଅବା କରିବେ ଗୋଚର ଜଗତ ବାହ୍ୟ ଅଭ୍ୟନ୍ତର। ଏ ଜ୍ଞାନୀ ସର୍ବ ଆତ୍ମା ଭାବେ ସର୍ବଦା କାଳେ ଏକଠାବେ। ହରିଙ୍କୁ କର୍ଣ୍ଣପତେ ଶୁଣି ମୁଖେ ନିରତେ ନାମ ବଣି। ବିଷୟ ବିଷ ନାଶୀ ଚିତି ପବିତ୍ର କରେ ଅନ୍ତର୍ଗତ। ଗୋବିନ୍ଦ ଚରଣ କମଳେ ବସଇ ଭକ୍ତ ଯୋଗ ବେଳେ। ଏ ଭାଗବତ ରସ ଚିତେ ସୁଜନେ ପ୍ରିୟ କର୍ଣ୍ଣପତେ। ବିଷୟ ରସ ଯାହୁ ନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଭାଷ୍ୟାଖ୍ୟାଂ ତୃତୀୟ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ ଯୋଗ ସ୍ମୃତି ଦ୍ୱୈତ ବର୍ଣ୍ଣନେନ ନାମ ଦ୍ୱିତୀୟ ଅଧ୍ୟାୟ ସମାପ୍ତ।